କିଛି ଲୋକ ରଡି ଛାଡୁଛନ୍ତି ନୂଆ ସରକାର ଆଇଲା ମଦ ଦୋକାନ କଣ ପାଇଁ ବନ୍ଦ ହଉନାହିଁ। ଆରେ କିଛି ଦିନ ତଳେ ନୂଆ ବର୍ଷରେ ଗୋଟାଏ ରାତିରେ ରାଜଧାନୀରେ ବିକ୍ରି ହେଇଛି 32 କୋଟି ଟଙ୍କାର ମଦ। ତାକୁ କଣ ଗାଁରୁ ଲୋକ ଯାଇ ପିଇଦେଲେ? ସେ ରାଜଧାନୀ ଭଲ ଭଲ ଅଫିସର ଭଲ ଭଲ ଲୋକମାନେ ହିଁ ପିଇଲେ। ଆଉ ତମେ କଣ କହୁଛ ମଦ ଦୋକାନ ବନ୍ଦ କରିଦିଅ, ଗରିବ ଲୋକ ମରିଯାଉଛନ୍ତି। ଗରିବ ମଦ ପିଉନାହାନ୍ତି, ଗରିବ କୋଉଠି ଚାରଣା ବାରଣା ପିଉଛନ୍ତି। ସବୁ ଯାକ ଭଲ ଭଲ ଲୋକ ହିଁ ମଦ ପିଉଛନ୍ତି। ଆଉ ତମେ ରଡି ଛାଡୁଛ କାହିଁକି? ଯୋଉମାନେ ବି ବେଶୀ ରଡି ଛାଡୁଛନ୍ତି ମୁଁ ତାଙ୍କୁ କହି ରଖୁଛି, ସେମାନେ ମନେ ରଖନ୍ତୁ। ସେମାନେ ଯାଇ ଆଗ ପୂର୍ବ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରନ୍ତୁ, ସେମାନେ 24 ବର୍ଷରେ କଣ ପାଇଁ ମଦ ଦୋକାନକୁ ବନ୍ଦ କଲେ ନାହିଁ ଏବଂ ବଢେଇ ବଢେଇ ଚାଲିଲେ। ଆଉ ତାଙ୍କ ଅମଳରେ ପୁରା ଆସ୍କାପଟି କମ୍ପାନୀ ତିଆରି ହେଇଥିଲା, ଯୋଉ ଆସ୍କାପଟି ପିଇ ହଜାର ହଜାର ଲୋକ ମରିଛନ୍ତି। ଆଉ ତମେ କଣ ଏମିତି ବ୍ରାଣ୍ଡ ହେଇଗଲ, 1 ନମ୍ବର ମୁଖ୍ୟମନ୍ତ୍ରୀ ହେଇଗଲ? ଏ 14-15 ମାସର ମୁଖ୍ୟମନ୍ତ୍ରୀ ଖରାପ ହେଇଗଲେ ମଦ ଦୋକାନ ବନ୍ଦ କର ବୋଲି ରଡି ଛାଡୁଛ।